ଆଉ କାଳବନ୍ଧର ଯଦି ଆମେ ହିଷ୍ଟ୍ରି ବିଷୟରେ କହିବା ପାଇଁ ଯିବା 1973 ଏଠି ବି କାଳ ଡ୍ୟାମ୍କୁ ବି ବହୁତ ଆଡ଼େ ଲୋକ ଆସନ୍ତି ମାନେ ପିକନିକ୍ କରିବା ପାଇଁ ନା ପିକନିକ୍ କରିବା ପାଇଁ। ଜୟ ଜଗନ୍ନାଥ, ୱେଲକମ୍ ଟୁ ଏ ନ୍ୟୁ ବ୍ଲଗ୍। ଆଉ ଆଶା କରୁଛି ଆପଣମାନେ ବହୁତ ଭଲରେ ଖୁସିରେ ଥିବେ। ମୁଁ ବି ବହୁତ ଭଲରେ ଖୁସିରେ ଅଛି। ଆଜି ଗୋଟେ ଇଣ୍ଟରେଷ୍ଟିଂ ବ୍ଲଗ୍କୁ ଆପଣମାନଙ୍କୁ ୱେଲକମ୍ କରୁଛି। ମୁଁ ସବୁବେଳେ ଆପଣମାନଙ୍କୁ ମୋର ଜର୍ଣ୍ଣି ବିଷୟରେ ମାନେ ସେୟାର କରେ, ମୋର ଷ୍ଟଡି ରିଲେଟେଡ୍ ସେୟାର କରେ, ଆଉ ମୁଁ କେଉଁଠୁ ନୂଆ ଜାଗା ବି ବୁଲେ ତା ଉପରେ ବି ସେୟାର କରେ। ଆଉ ବେସିକାଲି ମୁଁ ଚାଇନାର କଲଚର ଉପରେ ବେଶୀ ସେୟାର କରେ। ତ ଯେହେତୁ ମୁଁ କିଛି ଦିନ ହେଲାଣି ମୁଁ ଘରକୁ ଆସିଛି, ଆଉ ଘରେ ବି ଆପଣମାନେ ଦେଖିଲେ ମୁଁ କେମିତି ଘରେ ମାନେ ପଢ଼ାପଢ଼ି କରେ, ଘରେ କେମିତି ମୋର ଚାଲିଚଳନ ରୁହେ ତା ଉପରେ ମୁଁ ଭିଡ଼ିଓ ବନେଇଥିଲି। ଆମ ଗାଁର ବିଷୟରେ ବି ଭିଡ଼ିଓ ବନେଇଥିଲି, ଆପଣମାନେ ଦେଖିସାରିଥିବେନି ଅଲରେଡ଼ି। ଆଉ ଯେଉଁମାନେ ଦେଖିନଥିବେ ଏଇ ଭିଡ଼ିଓ ଫାର୍ଷ୍ଟ ଟାଇମ୍ ଦେଖୁଥିବେ, ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଆଉ ମୋର ଗାଁ ବିଷୟରେ ବି ଆପଣମାନେ ସେଇ ଭିଡ଼ିଓ ବି ଦେଖିପାରିବେ। ଆଉ ମୋର ମୁଁ ଡେଲି ଲାଇଫ୍ରେ କ'ଣ କରେ କ'ଣ ନାହିଁ ସେଇ ଭିଡ଼ିଓ ବି ଆପଣମାନେ ଦେଖିପାରିବେ। ମୋ ଫ୍ୟାମିଲି ବିଷୟରେ ଯଦି ଆପଣମାନେ ଜାଣିବା ପାଇଁ ଇଚ୍ଛା ଥିବ ଆପଣମାନଙ୍କର। ଆଉ ଆଜି ମୁଁ ଆପଣମାନଙ୍କୁ ଗୋଟେ ନୂଆ ଜିନିଷ ସେୟାର କରିବା ପାଇଁ ଯାଉଛି। ଯେହେତୁ ମୁଁ ମୟୂରଭଞ୍ଜରୁ ବିଲଙ୍ଗସ୍ କରେ, ଆପଣମାନେ ଜାଣିଥିବେ, ବହୁତ ଜଣ ଜାଣିଥିବେ, ଆଉ ଯେଉଁମାନେ ଜାଣିନଥିବେ ଏଇ ଭିଡ଼ିଓରେ ବି ଜାଣିଯାଆନ୍ତୁ। ତ ମୁଁ ମୟୂରଭଞ୍ଜରୁ ବିଲଙ୍ଗସ୍ କରେ, ଆଉ ମୟୂରଭଞ୍ଜର କିଛିଟା ନୂଆ ନୂଆ ଜାଗା ବି ଆପଣମାନଙ୍କୁ ଦେଖିବା ପାଇଁ ମୁଁ ଚାହୁଁଛି। ତ ଯାହାଦ୍ୱାରା ଆପଣମାନେ ବି ମୟୂରଭଞ୍ଜ ବିଷୟରେ ବି କିଛିଟା ମାନେ ବ୍ୟୁଟିଫୁଲ୍ ମାନେ ଜାଗା ଜାଣିବା ପାଇଁ ପାଇବେ। ହୁଏତ ମୁଁ ସବୁ ଏକ୍ସପ୍ଲୋର କରିନପାରେ, ବାକି ମୋର ପାଖ ଗୋଟେ ଜାଗା ଅଛି କାଳ ଡ୍ୟାମ୍ ଆମେ କହୁ। ତ କାଳ ଡ୍ୟାମ୍ ବିଷୟରେ ଆମେ ଯଦି କହିବା ପାଇଁ ଯିବୁ, ତ ମୟୂରଭଞ୍ଜରେ ଗୋଟେ କାଳ ବନ୍ଧ ଗୋଟେ ଏମିତି ଗୋଟେ ବନ୍ଧ, ଏଇଟା ବହୁତ ବଡ଼, ପାଖାପାଖି 2.5 କିଲୋମିଟର ହେବ ଆର ଲେନ୍ଥଟା। ଆଉ ଉସାରଟା ପାଖାପାଖି ମୋତେ ଲାଗୁଛି 1.5ରୁ 2 କିଲୋମିଟର ପାଖାପାଖି ହେବ ଉସାରଟା। ତ ଭାବି ନିଅନ୍ତୁ ଡ୍ୟାମ୍ଟା କେତେ ବଡ଼। ଆପଣମାନଙ୍କୁ ତାର ଡ୍ରୋନ୍ର ଭ୍ୟୁ ବି ଆପଣମାନଙ୍କୁ ମୁଁ ଦେଖେଇବି। ଏଇ ଡ୍ୟାମ୍ କ'ଣ ପାଇଁ ଇମ୍ପୋର୍ଟାଣ୍ଟ ନା, ପାଖାପାଖି 60ରୁ 80 ଭିଲେଜ୍ ମାନେ ଗାଁ ଏଇ ମାନେ ଡ୍ୟାମ୍ ଉପରେ ଡିପେଣ୍ଡେଣ୍ଟ ହେଇଥାନ୍ତି। ମାନେ ନିତିଦିନିଆ ଚାଷ ହଉ କି ଆଉ କିଛି ତାର ପାଣି ଉପରେ ଡିପେଣ୍ଡେଣ୍ଟ ହେଇଥାନ୍ତି। କେଉଁମାନେ ତାର ମାଛ ଚାଷ ବି କରନ୍ତି, ଆ ଉପରେ ଡିପେଣ୍ଡେଣ୍ଟ ହେଇଥାନ୍ତି। ତ ଏଇ ପ୍ରକାର ବିଭିନ୍ନ ପ୍ରକାର ନିତିଦିନିଆ କର୍ମ କାର୍ଯ୍ୟରେ ସେମାନେ ଆ ଉପରେ ଡିପେଣ୍ଡେଣ୍ଟ ହେଇଥାନ୍ତି। ତ ଆକ୍ଚୁଆଲି ଏଇ ଯେଉଁ ବନ୍ଧଟା ଅଛି, ଏଇ ବନ୍ଧ ଉପରେ ମେନଲି ଫିସିଂ ହୁଏ। ଆଉ ତାର ପାଣିରେ ଲୋକମାନେ ଚାଷ ବି କରନ୍ତି, ଖରାଦିନିଆ ଚାଷ କରନ୍ତି। ଆଉ ତାର ଚାରିପାଖ ଯେତିକି ସବୁ ଗଛ ଜଙ୍ଗଲ ଥାଏ, ଗଛ ଜଙ୍ଗଲ ମରିଗଲେ ତ ସେମାନେ କାଠ ଭାବରେ ତାକୁ ବି ୟୁଜ୍ କରନ୍ତି। ତ ବହୁତ ବିଭିନ୍ନ ପ୍ରକାରରେ ଆ ଉପରେ ଡିପେଣ୍ଡେଣ୍ଟ ହେଇଥାନ୍ତି। ଏଇ ବନ୍ଧର ଯଦି ମୁଁ ଆର ଜିଓଗ୍ରାଫି ଉପରେ ଆପଣମାନଙ୍କୁ କହିବା ପାଇଁ ଯିବି, ତ ମୟୂରଭଞ୍ଜର କପ୍ତିପଦା ବ୍ଲକରେ, ତ କପ୍ତିପଦା ବ୍ଲକରେ ଆସିଲେ ଆପଣମାନେ ଏଇ ବନ୍ଧକୁ ଦେଖିପାରିବେ। ଆଉ କପ୍ତିପଦା ବ୍ଲକରୁ ପାଖାପାଖି ମାନେ କପ୍ତିପଦା ମାନେ ସିଟିରୁ ମୁଁ କହୁଛି, ଯେଉଁଟା ଆମର ଛକ କୁହାଯାଏ କପ୍ତିପଦା ଛକ, ମାନେ ଆମର ଲୋକାଲ୍ ଗୋଟେ ସିଟି, ଗୋଟେ ଏଇଟା ଛୋଟ ସିଟିଟା, ଏତେ ବଡ଼ ବି ସିଟି ନୁହେଁ। ତ ସେଇଠୁ ପାଖାପାଖି ଆର ଡିଷ୍ଟାନ୍ସ ହେବ 4 କିଲୋମିଟର ପାଖାପାଖି ଡିଷ୍ଟାନ୍ସ ହେବ। ଆପଣମାନେ ଯଦି କେଉଁମାନେ ଇଚ୍ଛୁକ ଥିବେ ତ ଏଠି ଆପଣମାନେ ଭିଜିଟ୍ କରିପାରିବେ। ଆଉ ଏଇଟା ଗୋଟେ ବହୁତ ବଢ଼ିଆ ପିକନିକ୍ ସ୍ପଟ୍ ବି ଆମର କାଳବନ୍ଧ। ତ ବେସିକାଲି ମ୍ୟାକ୍ସିମମ୍ ନ୍ୟୁ ଇୟର୍ ଟାଇମ୍ରେ ଏଇ ମାନେ କାଳବନ୍ଧ ପୁରା ପରିପୂର୍ଣ୍ଣ ହେଇଯାଇଥାଏ ଲୋକମାନଙ୍କର, ଲୋକାଲ୍ ଲୋକମାନଙ୍କର। ଆଉ ଯେଉଁମାନେ ପାଖାପାଖି ଥାଆନ୍ତି ସେମାନେ ଆସିକି ଏଠି ଫିଷ୍ଟ କରନ୍ତି, ଆଉ ତାଙ୍କ ନିଜ ପରିବାର ସହ ମିଶିକି ବହୁତ ବ୍ୟୁଟିଫୁଲ୍ ମୋମେଣ୍ଟସ୍ ବି ଏଠି କ୍ରିଏଟ୍ କରନ୍ତି। ମାନେ ଆପଣମାନେ ବୁଝିପାରୁଥିବେ, ନିଜ ଫ୍ୟାମିଲି ସହ ଟାଇମ୍ ସ୍ପେଣ୍ଡ କରିକି ତ ଗୋଟେ ୱାନ୍ ଟାଇପ୍ ଅଫ୍ ମାନେ କ'ଣ କୁହନ୍ତି ଫ୍ୟାମିଲି ଟ୍ରିପ୍ ହେଇପାରେ କି ଆଉ କିଛି ଟ୍ରିପ୍ ଏମିତି କରିଥାନ୍ତି। ଆଉ କାଳବନ୍ଧର ଯଦି ଆମେ ହିଷ୍ଟ୍ରି ବିଷୟରେ କହିବା ପାଇଁ ଯିବା, 1973ରେ ଏଇ ବନ୍ଧକୁ ଗୋଟେ ୱାଟର ପ୍ରୋଜେକ୍ଟ ଗୋଟେ ଥାଏ ବନ୍ଧ ତିଆରି କରିବା, ତାର ଗୋଟେ ସେମିତି ଗୋଟେ ନାଁ ଗୋଟେ ଥିଲା, ଗୋଟେ ପ୍ରୋଜେକ୍ଟ ଗୋଟେ କାଳବନ୍ଧ ତିଆରି କରିବା ପାଇଁ। ତ 73ରେ ଆର ମାନେ ଏଇ ପ୍ରପୋଜାଲଟା ମାନେ ଇନିସିଏଟ୍ ହେଇଥିଲା। ତ ପାଖାପାଖି ଆକୁ 10 ବର୍ଷ ଲାଗିଲା କମ୍ପ୍ଲିଟ୍ ହେବା ପାଇଁ। ତ 1982ରେ ଏଇ ବନ୍ଧ ପୁରା କମ୍ପ୍ଲିଟ୍ ହେଇଯାଇଥିଲା ପୁରା। ଆଉ ଆପଣମାନେ ଯଦି କହିବା ପାଇଁ ଯିବେ ଏଇ ବନ୍ଧ କେମିତି କ'ଣ ତିଆରି ହେଲା, ଏଇ ବନ୍ଧ ଆକ୍ଚୁଆଲି ଗୋଟେ ଆପଣମାନେ ଅବଭିୟସ୍ଲି ଜାଣିଥିବେ, ଗୋଟେ ଡ୍ୟାମ୍ ତିଆରି କରିବା ପାଇଁ ହେଲେ ତାର ଗୋଟେ ନଦୀର ଗୋଟେ ମାନେ ଅରିଜିନ୍ ହେଇଥିବା ଦରକାର, ନହେଲେ ତାର ଚାରିପାଖ ପାହାଡ଼ ଥିବ, ସେଇ ପାହାଡ଼ର ଯେତିକି ସବୁ ପାଣି ଆସୁଥିବ ସେଇ ପାଣିକୁ ବନ୍ଧରେ ମାନେ ରଖି ଡ୍ୟାମ୍ ତିଆରି ହୁଏ ବେସିକାଲି। ତ ବେସିକାଲି ମୁଁ ଯଦି ଏବେ କହିବା ପାଇଁ ଯିବି, ଆମ ମୟୂରଭଞ୍ଜରେ ଟୋଟାଲ୍ ଆମର ଶିମିଳିପାଳ ଡିପେଣ୍ଡେଣ୍ଟ ହେଇଥାନ୍ତି। ମୟୂରଭଞ୍ଜ ଟୋଟାଲ୍ 2 ଭାଗରେ ବିଭକ୍ତ ହୋଇଛି, ମାନେ ପୁରା ଶିମିଳିପାଳର ଏପଟ ଗୋଟେ ସାଇଡ଼୍ ଥାଏ, ସେପଟ ଗୋଟେ ସାଇଡ଼୍ ଥାଏ, ମାନେ ୱେଷ୍ଟ ଆଉ ଇଷ୍ଟ। ତ ଆମର ହେଲା ଇଷ୍ଟ ପଟର, ତ ଇଷ୍ଟ ପଟରେ ଆମର ସବୁ ଏତେ ସବୁ କପ୍ତିପଦା ବ୍ଲକ୍ ରହିଲା, ସେପଟେ ହେଲା ଖୁଣ୍ଟା ବ୍ଲକ୍ ରହିଲା, ତାପରେ ଉଦୁଳା ରହିଲା, ସେପଟରେ ପୁଣି ବାରିପଦା ରହିଲା, ବାଙ୍ଗିରିପୋଷି ରହିଲା, ଏମିତି ରହିଲା। ତାର ପଟକୁ ଆପଣମାନେ ଯିବେ, ସେ ଠାକୁରମୁଣ୍ଡା ରହିଲା, ଯଶୀପୁର ରହିଲା, ଅଲଗା ସାଇଡ଼୍ ବି ଆଉ ବହୁତ ନାଁ ବି ମୋର ମନେ ନାହିଁ। ଆପଣମାନେ ବୁଝିପାରୁଥିବେ, ଯେତିକି ଆପଣମାନେ ଯଦି ଇଣ୍ଟରେଷ୍ଟ ଥିବେ ଜାଣିବା ପାଇଁ ମୟୂରଭଞ୍ଜ ବିଷୟରେ, ଆପଣମାନେ ଜାଣିପାରିବେ ମ୍ୟାପ୍ ଖୋଲିଲେ। ତ ଏଇ ଯେଉଁ ଶିମିଳିପାଳ ରହିଲା, ତ ଶିମିଳିପାଳ ଟୋଟାଲ୍ 5ଟା ନଦୀ ମାନେ ତାର ଅରିଜିନେଟ୍ ହେଇଛି। ଯଦି ସେ 5ଟା ନଦୀ ବିଷୟରେ ଯଦି କହିବା ପାଇଁ ଯିବା, ସେ 5ଟା ନଦୀ ଭିତରୁ ଆମର ବୁଢ଼ାବଳଙ୍ଗ ନଦୀ ସବୁଠୁ ବଡ଼ ନଦୀ। ଆପଣମାନେ ଜାଣିଥିବେ ମୟୂରଭଞ୍ଜ ସବୁଠୁ ବଡ଼ ନଦୀ ହେଲା ବୁଢ଼ାବଳଙ୍ଗ ନଦୀ। ଆଉ ତା ସାଙ୍ଗରେ ଆଉ ଏଠି ଆଉ 4ଟା ନଦୀ ଯେଉଁ ଅଛି, ଗୋଟେ ହେଲା ଶାଳନୀ ନଦୀ, ଆଉ ଗୋଟେ ହେଲା ଖଇରୀ ନଦୀ, ଆଉ ଗୋଟେ ହେଲା ପଲପାଲ ନଦୀ, ଆଉ ଗୋଟେ ହେଲା ଆମର କାଳ ନଦୀ। ତ ସେଇ 4ଟା ଯେଉଁ ନଦୀ ଭିତରୁ ଆମର କାଳ ନଦୀଟା ଆଉ ଗୋଟେ ଅଛି ସୁନେଇ ନଦୀ। ସୁନେଇ ନଦୀଟା ଶିମିଳିପାଳରୁ ଅରିଜିନେଟେଡ୍ ନୁହେଁ ହେଲା। ଏଇ 2ଟା ନଦୀ ଆମର ବୁଢ଼ାବଳଙ୍ଗ ନଦୀର ଗୋଟେ ଶାଖା ନଦୀ କୁହାଯାଏ। ତ ଏଇ 2ଟା ନଦୀ ବେସିକାଲି ବହୁତ ମାନେ ପାଣି ଯୋଗାଇଥାନ୍ତି ମାନେ ଏଇ ଆମର ବୁଢ଼ାବଳଙ୍ଗ ନଦୀକୁ। ଆଉ ଏଇ ବୁଢ଼ାବଳଙ୍ଗ ନଦୀ ଯାଇକି ଆମ ସମୁଦ୍ରରେ ଯାଇକି ମିଶିଛି। ଜାଣିଲେ ମାନେ ଆମର କାଳବନ୍ଧର ତା ହିଷ୍ଟ୍ରି ବିଷୟରେ। ତ ଚାଲନ୍ତୁ ତାର ବ୍ୟୁଟିଫୁଲ୍ କିଛି ଏନ୍ଜୟ କରିବା ମୋର ଡ୍ରୋନ୍ ମାଧ୍ୟମରେ। ଚାଲନ୍ତୁ ଏନ୍ଜୟ କରିବା, ଚାଲ।
तो आपको केमती लगिला माने काल डैम रो ड्रोन शॉट तो प्लीज कमेंट करी कहबे तो मु बहुत प्रो भी हैनी जति मु सिखी सेति मु ड्रोन शॉट नेली आपन मन केम लागिला प्लीज कमेंट करी कहबे निहाती हला। तो एही थिला काल डैम रो हिस्ट्री आ जियोग्राफी। तो काल डैम रो बेसिकली तार 5टा गेट थाए तो 5टा गेट माने त मेन गेट माने बेसी माने वर्षा हुएन कि माने आपन मन देखि पारुथे पूरा काल डैम टा केते बड़ डैम टा माने 2.5 किलोमीटर तार लेंथ अछि पुनी उसारी से बडा 2 किलोमीटर पाखा अछि टोटल सिमिलपाल टा कवर करी रखछि पूरा सिमिलपाल गोटे पार्ट गोटे तो ऑब्वियसली जतले वर्षा दिन आसे बहुत पानी भरी हो जाए आउ जति सब तल अंचल माने गाँव अच्छी पाखापाखि ये देखिए यहाँ आम चुईपुसी अच्छी सेपटे फुलबाड़िया अच्छी तल तल आम गाँ भी माने यही नदी आसे तो जो वर्षा हुए बहुत जोर तो माने मुझे छोट पिला थी बहुत बन्या हुए आउ आपण मैंने जब जान थे 1919 रे माने बहुत जन जानी जो बन्याटा होता यही नदी भी सेमती पानी होता आम घर जोटा आप देखते आम घर भी बुड़ी होता तो भाभी नियंतु ताने यही नदीटा केते बड़ तो ये नदी भी बहुत जनकर क्षतिग्रस्त करी बहुत जन परिवार भी माने तापर डिपेंडेंट भी था तो मोटामोटी कहते गले ये हूँ आमर वन टाइप ऑफ गोटे भगवान गोटे कहते गले माने माँ गोटे कहते गले काल माँ गोटे कहते गले तो आम मानु तो ये नदी को बहुत सम्मान भी आम दऊ पाखापाखि संध्या होगलानी आम 3 जन आसलु माने मु मोर 2 जन सांग आसते बुलाबुली करके जस्ट आपण जस्ट डैम विषय कहवाई मुझे आसती जगह को बुलायापाई आप मैंने मोठू जानिले माने काल डैम विषय केमती कौन अच्छी तो चलतु मो सांग 2 जन को पचारि से कौन काल डैम विषय कहते तो तांकोटू किसी राय शुणा। तो ये हूँ मोर पिला दिन सांग 2 जन जाक ये हूँ किरण ये हूँ दीपुन। तो किरण कह 2टा पॉइंट पॉजिटिव पॉइंट काल डैम विषय दीपुन कह 2टा पॉइंट पॉजिटिव हो कि नेगेटिव पॉइंट हो। तो किरण तू स्टार्ट कर कौन कहूँ काल डैम रो पॉजिटिव पॉइंट कौन काला डैम विषय कौन कह आम तो छुआटी बेलू काला डैम देखी आसचु तार भी मजा भी नहीं पारचु। तो काला डैम कहते गले बहुत एरिया रो ये कवर करके रखी काला डैम रो बहुत पानी अच्छे तो पानी रे भी लोक माछ चाष कर तादेहरे भी तल आमर जिते जमीबाड़ी सब अच्छे सियाड़े केनाल पानी जाऊँगी खरा दिनिया चाष होची रेगुलर भी एमती चाष होची डेली पानी भी छाड़े ना डेली पानी नुहे वर्षा है पानी जिते तार लिमिट अच्छी से लिमिट जिते क्रॉस हो जाए से पानी छाड़े लोक मैंने चाष बास कले बहुत माने पाखे बहुत माने पाखापाखि आम गाँ अच्छी से सब डिपेंडेंट होता तल पटर जिते सब लोक सब रही है परिवा चाष पाखु धान चाष पाखु जी जमी तार जमी चाष कला माने पूरा सब यही पाख एरिया लोक सब पूरा डिपेंडेंट होता काल डैम उपरे एठी भी काल डैम को भी बहुत आड़ लोक आसती माने पिकनिक करिया पे ना पिकनिक करिया पे पिकनिक रे केमती कोन एठी लोक माने आसी माने तार भलो उपरकत माने एन्जॉय करंती ना काल डैम रो सौंदर्य को किछि जगह भी अछि से जी जेमती आसले से डैम साइड रे ना सेपट साइड हो पछपट हो किछि हमर ऊपर से जंगल साइड रे बेसिकली माने पिकनिक होउची बाकी लोक माने आसी केते असौंदर्य करचुंदी केते माने पूरा अलिया आयोजना ठीक जगह सदुपयोग करनाती इवन तार जो लाइट आपण माने देखि परिबे एठी डैम रो साइड रे लाइट लागिछि गवर्नमेंट केते माने लगाउछि लाइट जहा द्वारा राति रे कि संध्या रे आसी लोक माने बुला बुली करि परिबे लाइट रे माने गोटे वन टाइप ऑफ एंजॉयमेंट बाकी लोक माने कोन करथुन लाइट को नै कि चोरी कर नै कि भांगा रुजा करथुन जहा द्वारा लाइट देख पारे लाइट नै कि खुंट अछि लाइट नै तो एई भला परिस्थिति एबे काल डैम रो आ किसी ड्रॉबैक पॉइंट अच्छी कि माने जमी खराब पॉइंट लोक मैंने कौन कर आप देखिपारे डैम रो देखो ये डैमटा डैम भितर भी कमी बटर पड़ी आप बुझीपारे काल डैम रो केते अपरिष्कार कर दी लोक मैंने काल डैम विषय माने तार हिस्ट्री तार लोक मैंने केते उपकृत होउछन ए सब थिला गोटे वन टाइप ऑफ माने लोक मैंने केते उपकृत होउछन डैम उपरे किंतु तार ड्रॉबैक बहुत अच्छी लिस्ट करना लिस्ट सरियो नाही तो यही थिला काल डैम विषय माने मो तरफ गोटे छोट रिप्रेजेंटेशन तो भावुँ आप ब्लॉग टी भल लगी तो यही ब्लॉग को ये एंड कर केमती कौन लगे आप मतामत भी देपारे स्थानीय लोक थे किसी कमेंट भी करेंगे आउ स्थानीय लोक ये भी थे भी आई वीडियो को शेयर भी करेंगे कि ना बाहर लोक भी जानते आम गोटे काल डैम अच्छी आउ एत बड़ डैमटा जे आमर माने 60टा विलेज माने यही डैम उपर माने डिपेंडेंट था तो चलते ये ब्लॉग को ये एंड कर रोचे जय जगन्नाथ बाय बाय लव यू टाटा आप एमती भल खुशी रही था बाय 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 बाय।